ଆହ୍ୱାନ କରେ। ଆଉ ଆମମାନେ ସମସ୍ତେ ଉଚ୍ଚ କରତଳ ଦ୍ୱାରା ତାକୁ ଆମମାନେ ସ୍ୱାଗତ ଜଣେଇବା। ଆଉ ସେ ଆସିବେ ଏବଂ ପ୍ରଭୁଙ୍କ ଜୀବନ୍ତ ବାକ୍ୟ ସମସ୍ତେ କରତଳ ଦେଇ ଆମର ତାଙ୍କୁ ସ୍ୱାଗତ। ବହୁତ ଅଛନ୍ତି ଭାଇ? ବହୁତ yes, ବହୁତ ଧନ୍ୟବାଦ। ଆଉ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ଏତେବେଳେ ଆଜିର ସୁନ୍ଦର ପ୍ଲାଟଫର୍ମ ପାଇଁ। ପୁଣି ଦ୍ୱିତୀୟରେ ପ୍ରଭୁଙ୍କର ଦାସ ଲିମା ଆଜ୍ଞାଙ୍କୁ ଧନ୍ୟବାଦ ଦିଏ ମତେ ଆଉ ଥରେ ସ୍ମରଣ କରି ପ୍ରଭୁଙ୍କ ବାକ୍ୟ କହିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କଠାରେ ଧନ୍ୟବାଦୀ ଅଟେ। ପୁଣି ଆଜିର ପରିଚାଳକ ଜେନା ଆଜ୍ଞାଙ୍କୁ ବି ଧନ୍ୟବାଦ ଦିଏ ସୁନ୍ଦର ଭାବରେ ପରିଚାଳନା କରିଥିବାରୁ। ପ୍ରଭୁ ଗୌରବ ପାଆନ୍ତୁ। ମିନୁ ଦିଦି ଆଉ ଜଣେ ଭଉଣୀ ଯୋଉ ଗୀତ ଗାଇଲେ ସେମାନଙ୍କୁ ମଧ୍ୟ ମୋର ହୃଦୟରେ କୃତଜ୍ଞତା ଜଣାଏ। ପୁଣି ବସିଥିବା ପ୍ରତ୍ୟେକଙ୍କୁ ମୋର ପ୍ରେମପୂର୍ଣ୍ଣ ନମସ୍କାର ଜଣାଏ। ଏବେ ମୁଁ ମୋର ସମୟ ମଧ୍ୟରେ ମୁଁ ଶେଷ କରିବା ପାଇଁ ଚେଷ୍ଟା କରିବି। ଅଳ୍ପ ସମୟ ଆମେ ପ୍ରଭୁଙ୍କର ବାକ୍ୟକୁ ଆମେ ପାଠ କରିବା। ତେବେ ଆମେ ଯେତେକ ଆଜି ବସିଛୁ ଆମମାନେ ସବୁ ଦିନ ଶୁଣୁଛୁ ଈଶ୍ୱରଙ୍କର ବାକ୍ୟ। ତେବେ ଈଶ୍ୱରଙ୍କର ବାକ୍ୟ ଶୁଣୁଥିବା ସମୟରେ ଆମମାନେ ତାକୁ ସଞ୍ଚୟ କରି କରି ରଖୁଛୁ ଏବଂ ତାକୁ ଆମ ଜୀବନରେ ପ୍ରୟୋଗ କରୁଛୁ। ଆଉ ଆମମାନଙ୍କର ବିଶ୍ୱାସ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଆଧାରିତ ଅଟେ। ଦୁଃଖ ଆଉ କଷ୍ଟ ଅଭାବ ଅନାଟନ ମଧ୍ୟରେ ସମସ୍ତ ସମୟରେ ଆମେ ତାଙ୍କଠାରେ ଭରସା କରି ଚାଲିଛୁ। ତେବେ ଜଣେ ବିଶ୍ୱାସୀର ବିଶ୍ୱାସ ଆଉ କି ପ୍ରକାର ହେବାର ଆବଶ୍ୟକ ଅଟେ ସେଇ ବିଷୟରେ ମୁଁ ଆପଣମାନଙ୍କୁ ଅଳ୍ପ ସମୟ କହିବି। ଦିନକର ଘଟଣା ପିତର ଯୀଶୁଙ୍କୁ ପଚାରିଲେ, ପ୍ରଭୁ ଆମମାନେ ଘର ଦ୍ୱାର ଜ୍ଞାତି କୁଟୁମ୍ବ ସବୁ ଛାଡି ତୁମ ପାଖକୁ ଆସିଛୁ, ଆମେ କଣ ପାଇବୁ? ଆମେ ମାଥ୍ୟୁ 19:27 ଯଦି ପଢିବା ସେଠାରେ ଲେଖାଯାଏ, ଆଉ ଯୀଶୁ ତାଙ୍କୁ କହିଲେ, ତୁମମାନେ ଦ୍ୱାଦଶ ଗୋଷ୍ଠୀର ଦ୍ୱାଦଶ ସିଂହାସନରେ ବସିବ ଏବଂ ତୁମମାନେ ଇହକାଳ ପରକାଳ ଆଶୀର୍ବାଦ ପାଇବ ଏବଂ ତୁମମାନଙ୍କ ପାଇଁ ଅନନ୍ତ ଜୀବନ ରଖାଯାଇଛି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ବିଶ୍ୱାସରେ ଯେତେବେଳେ ଆମେ ସୁଦୃଢ ହେଇ ରହୁ, ପରମେଶ୍ୱର ଆମମାନଙ୍କ ନିମନ୍ତେ ଅନନ୍ତ ଜୀବନ ରଖିଛନ୍ତି। ହୁଏତ ଏ ଜଗତ ସେଇ ଜୀବନ ଆମମାନଙ୍କୁ ଦେଇ ନପାରେ, ହୁଏତ ଏ ଜୀବନରେ କଷ୍ଟ ଆଉ ଦୁଃଖ ରହିଛି, ତେବେ ଆମମାନଙ୍କର ବିଶ୍ୱାସ କି ପ୍ରକାର ହେବାର ଆବଶ୍ୟକ ତାକୁ ଆମେ ଅଳ୍ପ ସମୟ ଚିନ୍ତା କରିବା। କିଏ ଯଦି ମୋ ପାଇଁ ପଢିଦେବେ ପ୍ରଥମ ସାମୁଏଲ ତାର 7 ଅଧ୍ୟାୟର 1 ଆଉ 2 ପଦ, ଆଉ ଜଣେ କିମ୍ବା ଦ୍ୱିତୀୟ ସାମୁଏଲ ତାର 6 ଅଧ୍ୟାୟର 10 ଆଉ 11 ପଦ, ଦିଟା ପଦ ପଢିଦେବେ। ପ୍ରଥମ ସାମୁଏଲ 7 ପର୍ବ 1-2 ପଦ। ଅନନ୍ତର କିରିୟତ ଜିଆରିୟମ ଲୋକମାନେ ଆସି ସଦାପ୍ରଭୁଙ୍କ ସିନ୍ଦୁକ ନେଇଯାଇ ପର୍ବତ ସ୍ଥିତ ଅବିନାଦବର ଗୃହରେ ରଖିଲେ। ପୁଣି ସଦାପ୍ରଭୁଙ୍କର ସିନ୍ଦୁକ ରକ୍ଷାର୍ଥେ ତାହାର ପୁତ୍ର ଇଲିଆସରକୁ ପବିତ୍ର କଲେ। ସିନ୍ଦୁକ କିରିୟତ ଜିଆରିୟମରେ ବାସ କରିବା ଦିନାବଧି ଦୀର୍ଘକାଳ ଅର୍ଥାତ୍ 20 ବର୍ଷ ଗତ ହେଲା। ଏଥିରେ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କର ପଶ୍ଚାତ ବିଳାପ କଲେ। ଦ୍ୱିତୀୟ ସାମୁଏଲ 6 ଅଧ୍ୟାୟର 10-11 ପଦ। ତହୁ ଦାଉଦ ସଦାପ୍ରଭୁଙ୍କର ସିନ୍ଦୁକ ଦାଉଦ ନଗରକୁ ଆପଣା କତିକୁ ଆଣିବାକୁ ଅନିଚ୍ଛୁକ ହେଲେ। ମାତ୍ର ଦାଉଦ ତାହା ନେଇ ପଥ ପାର୍ଶ୍ୱସ୍ଥ ଗୀତୀୟ ଓବେଦ ଇଦମର ଗୃହରେ ରଖିଲେ। ତହିଁରେ ସଦାପ୍ରଭୁଙ୍କର ସିନ୍ଦୁକ ଗୀତୀୟ ଓବେଦ ଇଦମର ଗୃହରେ 3 ମାସ ରହିଲା। ପୁଣି ସଦାପ୍ରଭୁ ଓବେଦ ଇଦମକୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ। ପ୍ରଭୁ ଏ ପଠିତ ଧନ୍ୟବାଦ ଶାସ୍ତ୍ର ଦିଦି, ବହୁତ ଧନ୍ୟବାଦ ଦିଦି, ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେ ଆଉ ଇସ୍ରାଏଲର ଇତିହାସକୁ ପାଠ କଲେ ଅନେକ ନିଗୁଡ ତଥ୍ୟ ଗୁଡାକ ଆମେ ପାଇଥାଉ। ଆମେ ତାକୁ ଜାଣିବା ପାଇଁ ହେଲେ ବାଇବେଲକୁ ପଢିବାକୁ ପଡିବ। ଆଉ ବାଇବେଲକୁ ଯେତେବେଳେ ଆମେ ପାଠ କରିବା ସେତେବେଳେ ଆମମାନଙ୍କୁ ବିଭିନ୍ନ ଗୁପ୍ତ ବିଷୟ ଗୁଡାକ ଜାଣିବାରେ ଆମମାନଙ୍କୁ ସାହାଯ୍ୟ କରେ। ଯୋଉ ଅଂଶଟି ମୁଁ ପାଠ କଲୁ ଆମେ, ଏଇ ଅଂଶରେ 2 ଜଣ ବ୍ୟକ୍ତିଙ୍କର କଥା
ଆମେ ଦେଖିପାରୁଛୁ। ପ୍ରଥମ ବ୍ୟକ୍ତିଙ୍କ କଥା ଆମେ ଦେଖୁଛୁ, ତାଙ୍କ ନାମ ହଉଛି ଅଭିନାଦ। ଏ ଅଭିନାଦ ଜଣେ ଯାଜକ ଥିଲେ। ଆଉ ଏଇ ଅଭିନାଦଙ୍କ ଘରେ 20 ବର୍ଷ ସମାଗମ ନିୟମ ସିନ୍ଦୁକ ରହିଥିଲା। 20 ବର୍ଷ ଭିତରେ ସେ କଣ କଣ ସଦାପ୍ରଭୁଙ୍କୁ କଲେ ତା ବିଷୟ ଅଳ୍ପ ସମୟ ଆଲୋଚନା କରିବା। ତେବେ ଆମେ ଯଦି 6 ଅଧ୍ୟାୟକୁ ଯିବୁ, 2 ସାମୁଏଲ ତାର 10-11 ପଦରେ, ଆଉ ସେଇଠି ମାତ୍ର 3 ମାସ ଆଉ ଜଣଙ୍କ ଘରେ ଏଇ ସମାଗମ ତମ୍ବୁ ରହିଥିଲା। ଏ 20 ବର୍ଷ ଅଭିନାଦ ଘରେ ରହିବା ବିଷୟ ଆମକୁ ଜାଣିବା ହେଲେ ଟିକେ ଆମେ ଇତିହାସକୁ ଆମେ ଯିବାକୁ ପଡିବ। ବିଚାରକର୍ତ୍ତା ପୁସ୍ତକରୁ ସାମୁଏଲ ପୁସ୍ତକକୁ ଆମେ ଯେତେବେଳେ ଅନୁଧ୍ୟାନ କରୁ, ଆଉ ଅନେକ ଯୁଦ୍ଧ ଇସ୍ରାଏଲ ଆଉ ପଲେଷ୍ଟିୟ ମାନଙ୍କ ମଧ୍ୟରେ ହେଇଥିଲା। ବିଶେଷ କରି ଇସ୍ରାଏଲ ଲୋକମାନେ ପଲେଷ୍ଟିୟ ଲୋକମାନଙ୍କୁ ଦେଖିଲେ ଅତ୍ୟନ୍ତ ଭୟ କରୁଥିଲେ। ଆଉ ଆମେ ଜାଣୁ ପଲେଷ୍ଟିୟ ଲୋକମାନେ ସମସ୍ତେ ବୀରତୁଲ୍ୟ ଥିଲେ। ଆଉ ଜଣେ ପଲେଷ୍ଟିୟର କଥା ମଧ୍ୟ ଆମେ ଜାଣୁ, ତା ଯାହାଙ୍କ ନାମ ଗୋଲିଆଥ। ଆଉ ଆମେ ପାଠ କଲେ ଜାଣୁ ସେ 6 ହାତ ପ୍ରାୟ 9 ଫୁଟ 10 ଫୁଟ ଉଚ୍ଚତା ଥିଲେ। ଏଇ ପ୍ରକାର ବ୍ୟକ୍ତି ମାନେ ଥିଲେ ଯୋଉମାନେ କି ଆଉ ଇସ୍ରାଏଲର ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ମଧ୍ୟ ଇସ୍ରାଏଲ ଲୋକମାନେ ପାପ କରିବା ଦ୍ୱାରା ସଦାପ୍ରଭୁ ଇସ୍ରାଏଲ ମାନଙ୍କ ଠାରୁ ତାଙ୍କ ହସ୍ତ ଯେତେବେଳେ କାଢି ଦଉଥିଲେ, ଏଇ ପଲେଷ୍ଟିୟ ଲୋକମାନେ ଯୁଦ୍ଧରେ ମଧ୍ୟ ଜୟୀ ହଉଥିଲେ। ତେବେ ଯେତେବେଳେ ସେମାନେ ଯୁଦ୍ଧରେ ଜୟୀ ହଉଥିଲେ, ସେତେବେଳେ ଇସ୍ରାଏଲ ଲୋକମାନଙ୍କୁ ଟିକେ ସବିତା ସିଂ ଦିଦି ଟିକେ ଯେତେବେଳେ ଯୁଦ୍ଧରେ ପଲେଷ୍ଟିୟ ଲୋକମାନେ ଜୟ ହଉଥିଲେ, ସେତେବେଳେ ଇସ୍ରାଏଲ ଲୋକମାନଙ୍କୁ ସେମାନେ ପରିହାସ କରୁଥିଲେ, ସେମାନେ ତୁଚ୍ଛ ମନେ କରୁଥିଲେ। କିନ୍ତୁ ଇସ୍ରାଏଲ ଲୋକମାନେ ଯେ ତାଙ୍କର ମନୋନୀତ ଲୋକମାନେ, ତାଙ୍କ ସେବକ ସେବିକା ମାନେ, ତାଙ୍କ ପ୍ରିୟ ଲୋକମାନେ, ଏକଥାକୁ ସେମାନେ ପ୍ରାୟ ଅଣଦେଖା କରୁଥିଲେ। ତେବେ ଅନେକ ସମୟରେ ଯୁଦ୍ଧ ହେଲା ପରେ ପରେ, ଆଉ ଆମେ ଏଲିଙ୍କର ବିଷୟରେ ଦେଖୁ, ଏଲିଙ୍କ ସମୟରେ ଏବଂ ଆଉ ସାମୁଏଲଙ୍କର ମଧ୍ୟବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଯେତେବେଳେ ଯୁଦ୍ଧ ହେଲା, ଆମେ 1 ସାମୁଏଲ 4 ଅଧ୍ୟାୟ 5 ଅଧ୍ୟାୟ ଯେତେବେଳେ ଦେଖୁଛୁ, ଅନେକ ଇସ୍ରାଏଲ ଲୋକମାନେ ମୃତ୍ୟୁଭୋଗ କଲେ। ଏଲି ମୃତ୍ୟୁଭୋଗ କଲେ। ଏଲିଙ୍କର 2ଟା ପୁଅ ମୃତ୍ୟୁଭୋଗ କଲେ। ପରମେଶ୍ୱରଙ୍କର ମହିମା ଇସ୍ରାଏଲ ଲୋକମାନଙ୍କ ଠାରୁ ଚାଲିଗଲା ଏବଂ ଶେଷରେ ପଲେଷ୍ଟିୟ ଲୋକମାନେ ପରମେଶ୍ୱରଙ୍କର ନିୟମ ସିନ୍ଧୁକକୁ ମଧ୍ୟ ସେମାନେ ନେଇଗଲେ। ଯେତେବେଳେ ନିୟମ ସିନ୍ଧୁକକୁ ଯେତେବେଳେ ସେମାନେ ନେଇଗଲେ, ଇସ୍ରାଏଲ ଲୋକମାନେ ଦିଗହରା ହେଲେ। ଇସ୍ରାଏଲ ଲୋକମାନେ ଈଶ୍ୱର ଶୂନ୍ୟ ହେଲେ। ଇସ୍ରାଏଲ ଲୋକମାନଙ୍କର ଆଉ କିଛି ଉପାୟ ରହିଲା ନାହିଁ ସେବା କରିବା ପାଇଁ। ଇସ୍ରାଏଲ ଲୋକମାନଙ୍କ ପାଖରେ ଏ ପ୍ରକାର ଦିଗଦର୍ଶନ ଦେବା ପାଇଁ ମଧ୍ୟ କେହି ନଥିଲେ। ନିୟମ ସିନ୍ଧୁକ ଈଶ୍ୱରଙ୍କର ପ୍ରତିନିଧିତ୍ୱ କରୁଥିଲା, ଯାହାକି ସେମାନେ ଆଉ ତାକୁ ବ୍ୟବହାର କରି ଅନେକ ସମୟରେ ଜୟଯୁକ୍ତ ହେଇଛନ୍ତି। ଆମେ ଯଦି ଦେଖିବା, ତେବେ ଆଉ ଜିରିୟ ପ୍ରାଚୀର ସମୟରେ ମଧ୍ୟ ସେମାନେ ନିୟମ ସିନ୍ଧୁକକୁ ଆଗ କରି ଭ୍ରମଣ କରୁଥିଲେ, ଆଉ ସେମାନେ ଜୟଯୁକ୍ତ ହେଇଥିଲେ। ଜର୍ଦ୍ଦନ ନଦୀ ଯେତେବେଳେ ପାର ହଉଥିଲେ, ନିୟମ ସିନ୍ଧୁକକୁ ବହିଗଲା ବେଳକୁ ସେମାନଙ୍କର ନଦୀ 2 ଭାଗ ହେଇଯାଇଥିଲା। এই ପ୍ରକାର ନିୟମ ସିନ୍ଧୁକ ଜୟଯୁକ୍ତ ହୋଇ ସେମାନେ ଯାଉଥିଲେ। କିନ୍ତୁ କାଳକ୍ରମେ ଏଲିଙ୍କ ପରେ ପରେ ଏଲିଙ୍କର ପୁତ୍ର ମାନେ ଏଲି ମଧ୍ୟ ଯେତେବେଳେ ପାପ କଲେ, ସେତେବେଳେ ପରମେଶ୍ୱର ସେମାନଙ୍କ ଠାରୁ ଆପଣାର ହସ୍ତ କାଢିଦେଲା ପରେ ସେମାନଙ୍କ ଠାରୁ ପରାଜୟ ଆରମ୍ଭ ହେଲା। ଏଲି ତାଙ୍କ ପୁଅ ମାନଙ୍କୁ ଭଲ ଶିକ୍ଷା ଦେଇପାରିଲେ ନାହିଁ। ହୁଏତ କଣ ପାଇଁ ଦେଲେ ନାହିଁ ସେ କଥା ଆମେ ଜାଣୁନୁ, କିନ୍ତୁ ତାଙ୍କ ପୁଅ ମାନଙ୍କୁ ଭଲ ଶିକ୍ଷା ଦେଇପାରିଲେ ନାହିଁ। ତାଙ୍କ ପୁଅ ମାନେ ସବୁବେଳେ ଖରାପ କାର୍ଯ୍ୟ ଗୁଡାକ କରୁଥିଲେ। ଆମେ ଯଦି ସାମୁଏଲ ପୁସ୍ତକ 1, 2, 3, 4 ଅଧ୍ୟାୟ ଯଦି ପଢିବା, ବିଶେଷ କରି 2 ଅଧ୍ୟାୟ 3 ଅଧ୍ୟାୟ ପଢିବା, ଆମେ ତାଙ୍କର କାର୍ଯ୍ୟକଳାପକୁ ସବୁ ଜାଣିପାରିବା। ସେମାନେ ଆଉ ବ୍ୟଭିଚାରୀ କରୁଥିଲେ, ଈଶ୍ୱରଙ୍କର ସେବାରେ ହସ୍ତ ଲଗଉଥିଲେ, ଯାହାକି ତାଙ୍କର ଅଧିକାର ନଥିଲା। ଏଇ ପ୍ରକାର କାର୍ଯ୍ୟ ସେମାନେ କରୁଥିଲେ। ଏଇପରି ଅବସ୍ଥାରେ ପରମେଶ୍ୱର ଦୁଃଖ କଲେ।
ଏମାନେ ଯେତେବେଳେ ଯୁଦ୍ଧରେ ହାରିଗଲା ପରେ ଏମାନଙ୍କ ଠାରୁ ନିୟମ ସିନ୍ଧୁକ ଛଡେଇ ନିଆଗଲା। ପ୍ରଥମ ସାମୁଏଲ 5 ଅଧ୍ୟାୟ ଯଦି ଆପଣ ପଢିବେ ସେଠି ଜାଣିପାରିବେ ଯେ ଯେତେବେଳେ ନିୟମ ସିନ୍ଧୁକ ଆଙ୍କ ପାଖରୁ ନିଆଗଲା, ନିୟମ ସିନ୍ଧୁକକୁ ଦାଗମ ଦେବତାଙ୍କର ପାଖରେ ରଖାଗଲା। ସେଇ ଜାଗାରେ ଯେତେବେଳେ ଦାଗମ ଦେବତା ପାଖରେ ରଖାଗଲା, ସେତେବେଳକୁ ନିୟମ ସିନ୍ଧୁକ ରଖିଲା ବେଳେ ଈଶ୍ୱରଙ୍କର ଉପସ୍ଥିତି ରହିଲା। ତାଙ୍କ ଦେବତାଙ୍କର ମୁଣ୍ଡ କଟିଗଲା, ତାଙ୍କ ଦେବତାଙ୍କର ହାତ କଟିଗଲା, ତାଙ୍କ ଦେବତାଙ୍କର ଆଉ ଯାହା ଅନେକ କ୍ଷତି ହେଲା। ଏଇପରିକି ନିୟମ ସିନ୍ଧୁକ ରଖିବା ଦ୍ଵାରା କଲେଷ୍ଟିୟ ଲୋକମାନଙ୍କର ଅନେକ କ୍ଷତି ହେଲା। ତେଣୁ କଲେଷ୍ଟିୟ ଲୋକମାନେ ନିୟମ ସିନ୍ଧୁକକୁ ଫେରେଇ ଦେବା ପାଇଁ ସେମାନେ ଇଚ୍ଛା କଲେ। ଯେତେବେଳେ ସେମାନେ ଫେରେଇ ଦେବା ପାଇଁ ଇଚ୍ଛା କଲେ, ସେତେବେଳେ ସେମାନେ ଏକ ଶଗଡ଼ ତିଆରି କଲେ ଏବଂ ତାକୁ ସେମାନେ ବର୍ତ୍ତମାନ ଫେରେଇବା ପାଇଁ ମନସ୍ଥ କରିକି ଆଗକୁ ଆସୁଛନ୍ତି। ଏବଂ ଯେତେବେଳେ ସେମାନେ ଆସୁଛନ୍ତି, ସେତେବେଳକୁ ବେତମେସିଓର ଜାଗାରେ ସେମାନେ ଉପସ୍ଥିତ ହେଇକି ରହିଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଉ ଆମେ ଏଠି ଦେଖିପାରୁଛୁ ଯେ ଈଶ୍ୱରଙ୍କର ଉପସ୍ଥିତିକୁ ହରେଇବା ପରେ ଇସ୍ରାଏଲ ଲୋକମାନେ ସେମାନଙ୍କର ସତ୍ତାକୁ ହରେଇଲେ, ସେମାନଙ୍କର ବିଶ୍ୱାସକୁ ହରେଇଲେ, ସେମାନଙ୍କର ସମର୍ପଣକୁ ହରେଇଲେ ଏବଂ ସେମାନେ ଜାଣିପାରିଲେ ଈଶ୍ୱର ବିହୀନ ଜୀବନ ଆମମାନଙ୍କ ପାଇଁ ଆଉ ଏକ ବିପଦପୂର୍ଣ୍ଣ ଅଟେ। ଯଦି ବା ଈଶ୍ୱରଙ୍କ ଠାରେ ସେମାନଙ୍କର ବିଶ୍ୱାସ ଥିଲା, କିନ୍ତୁ ଈଶ୍ୱର ଉପରେ ସେମାନଙ୍କର ଏତେ ବିଶ୍ୱାସ ନଥିଲା, ନିୟମ ସିନ୍ଧୁକ ଉପରେ ସେମାନଙ୍କର ବିଶ୍ୱାସ ଥିଲା। ତେବେ ଆମେ ଯେତେବେଳେ 7 ଅଧ୍ୟାୟର 1 ପଦକୁ ଆମେ ଦେଖୁଛୁ, ଏବେ ଏମାନେ ଯେତେବେଳେ ନିୟମ ସିନ୍ଧୁକକୁ ଆଣିଲା ପରେ ଏମାନେ ଅବିନାଦବର ଘରେ ରଖିଲେ ଏବଂ ଆଉ ସେଇ 6 ଅଧ୍ୟାୟର 13 ପଦରେ ଲେଖାଯାଏ, ଯେତେବେଳେ ନିୟମ ସିନ୍ଧୁକ, କେଇ ଜଣ ପଢି ଦିଅନ୍ତୁ ଦୟାକରି 6 ଅଧ୍ୟାୟ 13 ପଦ, ପ୍ରଥମ ସାମୁଏଲ। ସେହି ସମୟରେ ବୈଥଶେମେଶର ଲୋକମାନେ ତଳଭୂମିରେ ଆପଣା ମାନଙ୍କ ଗହମ କାଟୁଥିଲେ। ପୁଣି ସେମାନେ ଅନାଇ ସିନ୍ଧୁକ ଦେଖିଲେ ଓ ତାହା ଦେଖି ଆନନ୍ଦିତ ହେଲେ। ରାଇଟ୍, ଏଇ ଲୋକମାନେ ଗହମ କାଟୁଥିଲେ, ସେମାନେ ଦେଖିଲେ ସିନ୍ଧୁକ ଆସୁଅଛି, ସେତେବେଳେ ସେମାନେ ଖୁସି ହେଇଗଲେ। କାହିଁକି? ସେମାନଙ୍କର ଚିନ୍ତାଧାରା ଥିଲା ନିୟମ ସିନ୍ଧୁକ ଯେତେବେଳେ ଯୋଉ ସ୍ଥାନକୁ ଯିବେ ସେଇ ଜାଗାର ଲୋକମାନେ କଣ ବିଜୟ ଲାଭ କରିବେ। ଏବଂ ସେଥିପାଇଁ ସେମାନେ ଯେତେବେଳେ ନିୟମ ସିନ୍ଧୁକ ଦେଖିଲେ ଆନନ୍ଦିତ କଲେ ଏବଂ ଆନନ୍ଦିତ କରି ସେମାନେ ଆଗକୁ ଯେତେବେଳେ ବଢୁଛନ୍ତି, ଆଉ ସେମାନେ ତାକୁ ସଠିକ ଭାବେ ବ୍ୟବହାର ନ କଲାରୁ 19 ପଦରେ ଲେଖାଯାଏ ସେଟାର ପ୍ରାୟ 70 ଲୋକ ମରିଗଲେ। ଇଂଲିଶ ବାଇବେଲରେ 7,000 ଲେଖା ହେଇଛି, କିନ୍ତୁ 7,000 ଲୋକ ନାହିଁ। ଗ୍ରୀକ ହିବ୍ରୁ ବାଇବେଲରୁ ଯଦି ଆମେ ଆଉ ଓଡିଆ ବାଇବେଲ ଲେଖିବା, ସେଠି 70 ଲେଖା ହେଇଛି। ଆଉ କେତେ ବାଇବେଲରେ ତାକୁ 7,000 5,000 ଲେଖା ହେଇଛି। ବୋଧେ ପ୍ରିଣ୍ଟିଂ ମିଷ୍ଟେକ୍ କାହା ପାଖେ ଯଦି ସେଟା ଅଛି, ତାକୁ ଆପଣ ଦେଖି ସଂଶୋଧନ କରିବେ। ହିବ୍ରୁ ବାଇବେଲରେ ମାତ୍ର 70 ଲୋକ ବୋଲିକି ସେ ଜାଗାରେ ଲେଖା ହେଇଛି। ତେବେ ଏଠି ଆମେ ଦେଖିପାରୁଛୁ ଯେ ଏଇ ଲୋକମାନେ ଆନନ୍ଦ କରୁଛନ୍ତି। ଅନେକ ବର୍ଷର ଦୁଃଖ, ଅନେକ ବର୍ଷର କଷ୍ଟ, ଅନେକ ବର୍ଷର ସେମାନଙ୍କର ସମସ୍ୟା ଦେଇ ଗତି କଲା ପରେ ପରମେଶ୍ୱରଙ୍କର ନିୟମ ସିନ୍ଧୁକକୁ ସେମାନେ ଦେଖି ଆନନ୍ଦିତ କରୁଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଏକ ପାରମ୍ପରିକ ବିଶ୍ୱାସୀ ଭାବରେ ଆମେ ଯେତେବେଳେ ଈଶ୍ୱରଙ୍କ ନିକଟକୁ ଯାଉ, ସେତେବେଳେ ଆମମାନେ ପ୍ରକୃତରେ ସମର୍ପିତ ନ ହେଇ ଆମମାନେ ବେଳେ ବେଳେ ଅନ୍ଧବିଶ୍ୱାସରେ ବିଶ୍ୱାସ କରି ଆମମାନେ ଆନନ୍ଦିତ ହେଇଥାଉ କିଛି ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ। ତେବେ ଏଇ ଅବିନାଦବଙ୍କ ଘରେ 20 ବର୍ଷ ରହିଥିଲା ନିୟମ ସିନ୍ଧୁକ। ସେମାନେ ଦେଖିଲେ 20 ବର୍ଷ ସେମାନଙ୍କ ପାଖରେ ଯେତେବେଳେ ରଖିଲେ, ତାର କେତୋଟି କାରଣ ମୁଁ ଆପଣ ମାନଙ୍କୁ କହିବି। ଯେ ଆଙ୍କର ଘରେ 20 ବର୍ଷରେ କୌଣସି ଆଶୀର୍ବାଦ ପ୍ରାପ୍ତ ହେଲେ ନାହିଁ। ଏ 20 ବର୍ଷ ଭିତରେ ସେ ପରମେଶ୍ୱରଙ୍କୁ ପ୍ରଥମ କଥା ସେମାନେ ସମ୍ମାନ ଦେଲେ ନାହିଁ। ଯେମିତି ଗୋଟେ ସିନ୍ଧୁକ ଆସି ରହିବା କଥା, ସେମିତି ଗୋଟେ ପେଡି ତୁଲ୍ୟ ସେମାନେ ନିୟମ ସିନ୍ଧୁକକୁ ଦେଖିଲେ। ଦ୍ୱିତୀୟ କଥା, ଆଉ ସେ ନିୟମ ସିନ୍ଧୁକକୁ ପାଇଲା ପରେ ସେମାନଙ୍କର ମନେ ମନେ ସେମାନେ ଆଶା କଲେ ନିୟମ ସିନ୍ଧୁକ ଆମମାନଙ୍କୁ ବିଜୟ ପ୍ରଦାନ କରିବ, କାରଣ ଏହା ଦ୍ୱାରା ଆମମାନେ ବିଜୟ ପ୍ରାପ୍ତ ହେଇଅଛୁ।
ତେବେ ଅଭିନନ୍ଦନଙ୍କର ଜୀବନରେ ଆମେ ଯାହା ଦେଖୁଛୁ ଅନ୍ଧ ବିଶ୍ୱାସ ତାଙ୍କ ପାଖରେ ରହିଥିଲା। ଅର୍ଥାତ୍ ସେ ଭାବିଥିଲେ ଈଶ୍ୱରଙ୍କ ପାଖରେ ସମର୍ପିତ ନ ହେଇକରି ମଧ୍ୟ ମୁଁ ବିଜୟ ଜୀବନ ଯାପନ କାଟିବି, ପ୍ରାର୍ଥନା ନ କରି ମଧ୍ୟ ମୁଁ ଜୀବନ ଯାପନ କାଟିବି, ହୃଦୟକୁ ପରିବର୍ତ୍ତନ ନ କରି ମଧ୍ୟ ମୁଁ ବିଜୟ ଜୀବନ ଯାପନ କାଟିବି, ମୋର ସମର୍ପିତ ଜୀବନ ନଥାଇ ମଧ୍ୟ ମୁଁ ଜୀବନ ଯାପନ କାଟିବି। 20 ବର୍ଷରେ କୌଣସି ଆଶୀର୍ବାଦର କଥା ଆମେ ଦେଖିବାକୁ ପାଇପାରୁନୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଈଶ୍ୱରଙ୍କର ବାକ୍ୟ ଏଇ କଥା କହେ, ପାରମ୍ପରିକଗତ ଭାବେ ଆମେ ଯେତେବେଳେ ଈଶ୍ୱରଙ୍କୁ ଏକ ପରମ୍ପରା ବୋଲି ଭାବୁ, ତାଙ୍କ ଉପାସନାକୁ ଏକ ପରମ୍ପରା ବୋଲି ଭାବୁ, ହୃଦୟର ପରିବର୍ତ୍ତନ ଆମ ଜୀବନରେ ନଥାଏ, ସେତେବେଳେ ପରମେଶ୍ୱର ଆମମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ନାହିଁ। ଅଭିନାଦଙ୍କ ଜୀବନରେ ଠିକ ସେଇ ପ୍ରକାର ହେଲା। ଆମେ ଯେତେବେଳେ 6 ଅଧ୍ୟାୟ 2 ସାମୁଏଲକୁ ଯିବା, ତାଙ୍କର ପୁଅମାନଙ୍କର ଅବସ୍ଥା ମଧ୍ୟ ଠିକ ନଥିଲା। ସେମାନେ ପ୍ରଭୁ ଭୟ ନଥିଲା ସେମାନଙ୍କର ଜୀବନରେ। ତେବେ ଏମାନେ ଏ ନିୟମ ସିନ୍ଧୁକ ପାଇଲା ପରେ ପରେ ଏମାନଙ୍କ ପାଖରେ କୌଣସି ଉନ୍ନତି ନାହିଁ। 20 ବର୍ଷ ଯଦି ଆମେ ତାକୁ ଗଣନା କରିବା, ଆଉ ତାହେଲେ ଆଉ ଅନେକ ବର୍ଷର ଇତିହାସ ସେ ଜାଗାରେ ରହିଛି। କିନ୍ତୁ ଆମେ ଯେତେବେଳେ ଅବେଦ ଏଦମକୁ ଦେଖୁ, ମାତ୍ର 3 ମାସ ତାଙ୍କ ଠାରେ ଆଉ ନିୟମ ସିନ୍ଧୁକ ରହିଥିଲା। ସେ ପ୍ରଚୁର ଆଶୀର୍ବାଦ ପ୍ରାପ୍ତ ହେଲେ। ଆମେ କହିପାରୁ ଆମେ ଅନେକ ବର୍ଷର ଖ୍ରୀଷ୍ଟିଆନ, ଆମେ ଗିର୍ଜାକୁ ଯାଉଛୁ, ଆମେ ପ୍ରାର୍ଥନା କରୁଛୁ, ଆମେ ସଭା ସମିତିକୁ ଯାଉଛୁ, ଆମମାନେ ଈଶ୍ୱରଙ୍କ ନିକଟରେ ଆମେ ଗୀତ ଗାଉଛୁ, ବାଜା ବଜାଉଛୁ, ପଶ୍ଚିମ ଓଡିଶାର ଲୋକମାନେ କୀର୍ତ୍ତନ କରୁଛନ୍ତି, କୀର୍ତ୍ତନ କରୁଛୁ, ସବୁ ଅଛି, କିନ୍ତୁ ଖାଲି ପେଡି ସେଠି ଅଛି, ଈଶ୍ୱରଙ୍କର ଉପସ୍ଥିତି ନାହିଁ। ଗିର୍ଜା ଗଲେ କଣ ହବ? ପରମ 100 ବର୍ଷ ଧରି ଆମେ ଖ୍ରୀଷ୍ଟିଆନର ରୀତିନୀତି ପାଳନ କରୁଛୁ, କିନ୍ତୁ ପରମେଶ୍ୱରଙ୍କର ଉପସ୍ଥିତି ନାହିଁ। ସେମାନେ ଦେଖିଲେ, ଆନନ୍ଦ କଲେ ପେଡିକୁ ଦେଖିକରି, କିନ୍ତୁ ପେଡିରେ ଈଶ୍ୱର ନାହାନ୍ତି, ତାହା ତାଙ୍କ ଚିହ୍ନ ଥିଲା ମାତ୍ର। ତେବେ ସେଠାରେ ଯେତେବେଳେ ତାଙ୍କର ଉପସ୍ଥିତି ଆସୁଥିଲା, ସେତେବେଳେ ଏମାନେ ଆଶୀର୍ବାଦ ପ୍ରାପ୍ତ ହଉଥିଲେ। ଗିର୍ଜା ଘରକୁ ଦେଖିଲେ ହେବ ନାହିଁ ପ୍ରିୟ ମାନେ, ଉତ୍ତମ ଲୋକ ଭିଡ଼ ଦେଖିଲେ ହେବ ନାହିଁ, ଉତ୍ତମ ଲୋକମାନଙ୍କୁ ଦେଖିଲେ ହେବ ନାହିଁ, କିନ୍ତୁ ଈଶ୍ୱରଙ୍କ ଠାରେ ଆମେ ଯେତେବେଳେ ସମର୍ପିତ ନ ହଉ, ସେତେବେଳେ କୌଣସି ଆଶୀର୍ବାଦ ଆମମାନେ ପ୍ରାପ୍ତ ହେବା ନାହିଁ। ତେବେ ଜଣେ ଯାଜକ ହେଇ ତାଙ୍କ ଜୀବନରେ ଏକ ଈଶ୍ୱର ପରାୟଣତା ନଥିବା, ଏ 20 ବର୍ଷ ଭିତରେ ହୁଏତ ଧୂପ ଜଳେଇ ନାହାନ୍ତି, ହୁଏତ ଦୀପ ଜଳେଇ ନାହାନ୍ତି, ହୁଏତ ସମ୍ମାନ ଦେଇ ନାହାନ୍ତି, ସେମାନେ ଏକ ସାଧାରଣ ପିଢି ବୋଲିକି ତାକୁ ସେମାନେ ଭାବି ନେଲେ। କାରଣ ହଉଛି, ବେଳେ ବେଳେ ଆମେ ସୁଯୋଗ ପାଇଲେ ସୁଯୋଗକୁ ହାତ ଛଡା ଯେତେବେଳେ କରୁ, ଈଶ୍ୱର ଆମ ଉପରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ତାପରେ ପରେ ଆମେ ଦେଖୁଛୁ 20 ବର୍ଷକୁ ଖାଲି ସେମାନେ ସମୟକୁ ନଷ୍ଟ କରିଦେଲେ। ତେବେ ଘଟଣା ହଉଛି, ମୁଁ ଏଠାରେ ଆପଣ ମାନଙ୍କୁ ଆଉ କହିବା ପାଇଁ ଚାହେଁ, ଏଇ ଯୋଉ 20 ବର୍ଷ ଏମାନେ ଶୂନ୍ୟ ହସ୍ତରେ ଥିଲେ, ଏମାନଙ୍କର ଜୀବନରେ ଆତ୍ମିକତା ନଥିଲା, ତେବେ ସାମୁଏଲ ଯାଇଥିଲେ କୁଆଡେ? ସାମୁଏଲଙ୍କର ଉପସ୍ଥିତି ଆମେ ମାନେ ପ୍ରାୟ 4-5 ଅଧ୍ୟାୟରେ ଦେଖୁଛୁ, କିନ୍ତୁ ଏଇଠି ଆମେ ଦେଖିପାରୁନାହୁଁ ସାମୁଏଲଙ୍କର ଉପସ୍ଥିତି। ସେ ଜାଗାରେ ଲେଖାଯାଏ, ସାମୁଏଲ ସ୍ଥାନେ ସ୍ଥାନେ ଯାଇ ପ୍ରଚାର କରୁଥିଲେ, ସ୍ଥାନେ ସ୍ଥାନେ ଯାଇ ଲୋକମାନଙ୍କୁ ଶିକ୍ଷା ଦଉଥିଲେ। ଏବଂ 7 ଅଧ୍ୟାୟରେ ଯଦି 8 ପଦ ଦେଖିବା, ସେ ଜାଗାରେ ଲେଖାଯାଏ ଯେ ସାମୁଏଲ ଆକୁ ଲୋକମାନେ କାନ୍ଦିକି କହୁଛନ୍ତି, ତୁମେ ଆମମାନଙ୍କୁ ପାଇଁ କିଛି ରକ୍ଷା କର, ଆମମାନଙ୍କ ପାଇଁ ପ୍ରାର୍ଥନା କର। 20 ବର୍ଷ ପର୍ଯ୍ୟନ୍ତ ମନ ପରିବର୍ତ୍ତନ ନାହିଁ, 20 ପର୍ଯ୍ୟନ୍ତ ଈଶ୍ୱର ପ୍ରିୟତା ସେମାନଙ୍କ ପାଖରେ ନାହିଁ। କିନ୍ତୁ ସାମୁଏଲ ମଧ୍ୟ ସେମାନଙ୍କ ପାଖରେ ଥିଲେ ମଧ୍ୟ ସେମାନଙ୍କ ଠାରୁ ଦୂରେଇ ରହୁଥିଲେ। କେହି ଜଣେ ଦୟାକରି ଯେରେମିୟା 15:1 ପଦକୁ ଯଦି ପାଠ କରିଦେବେ, ଆଉ ତେବେ ଆମେ ଜାଣିପାରିବା ଇସ୍ରାଏଲ ଲୋକମାନଙ୍କର ଅବସ୍ଥା କି ପ୍ରକାର ଥିଲା, ଆମେ ଜାଣିପାରିବା। ଯେରେମିୟା 15:1 ପଦ ପଢନ୍ତୁ। ସେତେବେଳେ ମହାପ୍ରଭୁ ମତେ କହିଲେ, ଯଦ୍ୟପି ମୋଶା ଓ ସାମୁଏଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ। ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଆନ୍ତୁ। ତେବେ ଆମେ ଦେଖୁଛୁ ଏଠି
ଜିରିମିୟ ଲେଖୁଛନ୍ତି କହୁଛନ୍ତି ଏମାନଙ୍କର ଦୁଷ୍ଟତା ଏତେ ବଡ, ପ୍ରାର୍ଥନାକାରୀ ସାମୁଏଲ ଆସି ପ୍ରାର୍ଥନା କଲେ ମଧ୍ୟ ଏମାନଙ୍କୁ କ୍ଷମା ଦିଆଯାଇ ପାରିବ ନାହିଁ, କାରଣ ଏମାନେ ଈଶ୍ୱର ପ୍ରିୟ ନୁହନ୍ତି। ଏମାନେ ନାମକୁ ମାତ୍ରକ ଏମାନେ ନିୟମ ସିନ୍ଧୁକ ରଖିଛନ୍ତି, କିନ୍ତୁ ଏମାନଙ୍କର ହୃଦୟ ପରିବର୍ତ୍ତନ ନାହିଁ। ସାମୁଏଲ ଜଣେ ପ୍ରାର୍ଥନାକାରୀ ଥିଲେ। ଗୀତ ସଂହିତା 99 ର 6 ପଦ ଯେତେବେଳେ ଆମେ ପାଠ କରିବା, ସେଠାରେ ଲେଖାଯାଏ ସାମୁଏଲ ଜଣେ ପ୍ରାର୍ଥନାଶୀଳ ବ୍ୟକ୍ତି ଥିଲେ। ପଢନ୍ତୁ ଦୟାକରି। ତାହାଙ୍କ ଆଜ୍ଞା। ଯାଜକଗଣ ମଧ୍ୟରେ ମଶା ଓ ହାରଣ ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀ ମାନଙ୍କ ମଧ୍ୟରେ ସାମୁଏଲ, ସେମାନେ ରାଇଟ। ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେ ସେମାନଙ୍କୁ ଉତ୍ତର ଦେଲେ। ସାମୁଏଲ ଜଣେ ପ୍ରାର୍ଥନା ପ୍ରିୟ ଲୋକ ଥିଲେ। ଏ ପ୍ରାର୍ଥନା ପ୍ରିୟ ଲୋକ ସେ ସମୟରେ ରହିଥିଲେ, କିନ୍ତୁ ତାଙ୍କ କଥାକୁ କୋଉମାନେ ସେମାନେ ଶୁଣୁ ନଥିଲେ। ସେଥିପାଇଁ ଜିରିମିୟ ଭବିଷ୍ୟତ ବକ୍ତା ସେ କହନ୍ତି, ସେଠାରେ ଲେଖାଯାଏ ଯେ ଏମାନଙ୍କର ଦୁଷ୍ଟତା ଏତେ ବଢି ଯାଇଛି ଯେ ସାମୁଏଲ ଆସି ପ୍ରାର୍ଥନା କଲେ ମଧ୍ୟ ଆମେ ତାଙ୍କ କଥା ଶୁଣିବା ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଦୁଷ୍ଟତା ମନୁଷ୍ୟକୁ ଈଶ୍ୱରଙ୍କ ଠାରୁ ଦୂରେଇ ରଖିଥାଏ। ତାଙ୍କର ଦୁଷ୍ଟତା କି ପ୍ରକାର ଥିଲା ଆମେ ଅଳ୍ପ ସମୟ ଦେଖିବା। ସେମାନେ ପରମେଶ୍ୱରଙ୍କୁ ତ ଭୁଲିଗଲେ, ସେ କଥା ତ ଠିକ କଥା, କିନ୍ତୁ ତା ବାଦେ ମଧ୍ୟ ସେମାନେ କଣ କଲେ ନା ମିଶ୍ରୀୟ ଦେବତା, ପଲେଷ୍ଠୀୟ ଦେବତା ମାନଙ୍କର ପୂଜା କଲେ। ବିଶେଷ କରି ବାଲ ଦେବତା, ଯାହାକୁ ମେଲ ଦେବତା ଥିଲା, ସେ ଦେବତାର ଅନୁଗାମୀ ହେଲେ। ତାଙ୍କୁ ସେମାନେ ବର୍ଷାର ଦେବତା ଏବଂ ଚାଷର ଦେବତା ବୋଲିକରି ସେତେବେଳେ ଭାବୁଥିଲେ, ତାର ଅନୁଗାମୀ ହେଲେ। ଏବଂ ଯେତେବେଳେ ଫଳ ଫଳୁଥିଲା, ବୃଷ୍ଟି ହଉଥିଲା, ସେମାନେ ଈଶ୍ୱରଙ୍କୁ ଛାଡି ତା ପ୍ରତି ଅନୁଗତ ହେଲେ। କିନ୍ତୁ ଦୁଃଖ ଯେତେବେଳେ ଆସିଲା ସେମାନଙ୍କ ପାଖକୁ, ସେମାନେ ସବୁ କ୍ରନ୍ଧନ କରି ଆଗକୁ ଆସୁଥିଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ବେଳେ ବେଳେ ଆମଙ୍କର ପରମ୍ପରାକୁ ଆମେ ଭାବିନୁ। ଆମମାନଙ୍କର ପରମ୍ପରା ଅନୁସାରେ ଆମେ ଚିନ୍ତା କରୁ ଯେ ଆମେ ପ୍ରକୃତ ଖ୍ରୀଷ୍ଟିଆନ, କି ଆମେ ପ୍ରକୃତ ପ୍ରଭୁଙ୍କର ଲୋକ। ପରମ୍ପରା ଆମମାନଙ୍କୁ କେବେ ମଧ୍ୟ ଈଶ୍ୱରଙ୍କ ନିକଟକୁ ନେଇପାରିବ ନାହିଁ। ଆମମାନଙ୍କର ଆମମାନଙ୍କର ଢାଞ୍ଚା, ଆମମାନଙ୍କର ଅପରିବର୍ତ୍ତିତ ଜୀବନ କେବେ ବି ଈଶ୍ୱର ପ୍ରିୟ କରିପାରିବ ନାହିଁ। ପ୍ରଭୁ ଆମମାନଙ୍କର କଥାକୁ ଶୁଣିବେ ନାହିଁ। ତେଣୁକରି ଗୀତ ସଂହିତା 66:18 ଲେଖାଯାଏ, ମୁଁ ଯେତେବେଳେ ମୋ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ସଦାପ୍ରଭୁ ମୋ କଥାକୁ ଶୁଣିବେ ନାହିଁ। ସାମୁଏଲ ତାଙ୍କ ପାଖରେ ନଥିଲେ, ଈଶ୍ୱର ତାଙ୍କ ପାଖରେ ନଥିଲେ। ଖାଲି ଅଭିନାଦେବ ଘରେ ବକ୍ସ ପେଡି ନିୟମ ସିନ୍ଧୁକ ଯେତେବେଳେ ଆସିକରି ପହଞ୍ଚିଲା, ସେମାନେ ଭାବିଲେ ନିୟମ ସିନ୍ଧୁକ ଆମମାନଙ୍କୁ ଉଦ୍ଧାର କରିଦେବ। ବଡ ବଡ ଚର୍ଚ୍ଚର ଲୋକ, ବଡ ବଡ ଗ୍ୟାଦରିଂ ଲୋକମାନେ ମଧ୍ୟ ବେଳେ ବେଳେ ସେମାନେ ଭାବନ୍ତି ଆମମାନଙ୍କର ଫେଲୋସିପ, ଆମମାନଙ୍କର ଏଇ ସହଭାଗିତା ଆମମାନଙ୍କୁ ସ୍ୱର୍ଗକୁ ନେବ। କିନ୍ତୁ ପ୍ରିୟମାନେ, ଆମମାନେ ଯେତେବେଳେ ନିଜକୁ ପରିବର୍ତ୍ତନ କରିନାଉ, ଆମମାନେ ଭାବୁ ପାରମ୍ପରିକ ଜିନିଷକୁ ଦେଖିକରି ଆମମାନେ ଉଦ୍ଧାର ପାଇବା, ତେବେ ଆମେ ଉଦ୍ଧାର ପାଇବା ନାହିଁ। ତେବେ ଅଭିନାଦବ ସେ ଜଣେ ପାରମ୍ପରିକ ଯାଜକ ଥିଲେ। ପ୍ରକୃତରେ ସେ ଧୂପ ଜଳଉଥିଲେ। ଅଭିନାଦବ ଗୋଟେ ଭଲ ବାପା ନଥିଲେ, ସେ ପ୍ରଭୁ ପ୍ରିୟ ନଥିଲେ। ସେ ସମସ୍ତଙ୍କର ସହିତ ସହମତି ହଉଥିଲେ, ଅର୍ଥାତ ସମସ୍ତେ ଯାହା କଲେ ଜଣେ ୟେସମ୍ୟାନ ଥିଲେ। ଏବଂ ତାଙ୍କ ଘରେ 20 ବର୍ଷ ଈଶ୍ୱରଙ୍କର ଯୋଉ ସିନ୍ଧୁକ ଥିଲା ପରେ ମଧ୍ୟ ସେ ପରିବର୍ତ୍ତନ ହେଲେ ନାହିଁ। ଏବଂ ଈଶ୍ୱରଙ୍କ ତଳେ ସେ ମୁହଁମାଳି ପଡିଲେ ନାହିଁ, କେବେ ଧୂପ ଜଳେଇଲେ ନାହିଁ, କେବେ କୌଣସି ପ୍ରକାର ନିଜକୁ ସମର୍ପିତ କଲେ ନାହିଁ। ତେଣୁ 20 ବର୍ଷରେ ସେ କିଛି ବି ପାଇଲେ ନାହିଁ। ତାଙ୍କ ଆଶୀର୍ବାଦର କଥା ଆମେ କୌଣସି ପ୍ରକାର ଏଠାରେ ଆମମାନେ ଦେଖିପାରୁନା। ବର୍ଷ ବର୍ଷ ଧରି ଆମେ ହୁଏତ ପାରମ୍ପରିକ ଖ୍ରୀଷ୍ଟିଆନ ହେଇପାରୁ, ବର୍ଷ ବର୍ଷ ଧରି ବାଇବେଲ ଆମ ଘରେ ଅଛି, ବର୍ଷ ବର୍ଷ ଧରି ଗିର୍ଜା ରବିବାର ଦିନ ଯାଉଛୁ, ବର୍ଷ ବର୍ଷ ଧରି ଆମମାନଙ୍କର ରୀତିନୀତି ପାଳନ କରୁଛୁ, ବଡଦିନ ପାଳନ କରୁଛୁ, ପୁନରୁତ୍ଥାନ ପାଳନ କରୁଛୁ, ଜନ୍ମଦିନ ପାଳନ କରୁଛୁ, ସଭା ସମିତିକୁ ଯାଉଛୁ, କିନ୍ତୁ ହୃଦୟ ଯେତେବେଳେ ପରିବର୍ତ୍ତନ ହବ ନାହିଁ, ସେତେବେଳେ ଈଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ ନାହିଁ। ଏହା ଥିଲା ଅଭିନାଦବଙ୍କ ଜୀବନର କଥା। ଦ୍ୱିତୀୟ କଥା ଫେରି ଆସୁ, ଆମମାନେ 2 ସାମୁଏଲ ତାର 6 ଅଧ୍ୟାୟ 10-11 ପଦକୁ ଆଉ ଥରେ ମୋ ପାଇଁ ପାଠ କରିଦେବେ। ଦୟାକରି ପଢି ଦିଅନ୍ତୁ 2 ସାମୁଏଲ 6 ଅଧ୍ୟାୟ 10-11। ତହୁ ଦାଉଦ ସଦାପ୍ରଭୁଙ୍କର ସିନ୍ଧୁକ ଦାଉଦ ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ, ମାତ୍ର ଦାଉଦ ତାହା ନେଇ
ପଥ ପାର୍ଶ୍ୱସ୍ଥ ଗିଦିୟ ଓ ଓବେଦ ଇଦମର ଗୃହରେ ରଖିଲେ। ତହିଁରେ ସଦାପ୍ରଭୁଙ୍କର ସିନ୍ଧୁକ ଗିଦିୟ ଓବେଦ ଇଦମର ଗୃହରେ 3 ମାସ ରହିଲା। ପୁଣି ସଦାପ୍ରଭୁ ଓବେଦ ଇଦମଙ୍କୁ ଓ ତାହାର ସମସ୍ତ ପରିବାରକୁ ଆଶୀର୍ବାଦ କଲେ। ବହୁତ ଧନ୍ୟବାଦ ଦିଦି। ପ୍ରଥମ କଥା ଆମେ ଦେଖୁଛୁ ଯେ ଦାଉଦ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆଣିବାକୁ ଅନିଚ୍ଛୁକ ହେଲେ। 10 ପଦରେ ଆମେ ଦେଖୁଛୁ। ଯଦି 1 ପଦରେ ଦେଖିବା ମାନେ ସେଠି ଲେଖା ହେଇଛି ଦାଉଦ ନିୟମ ସିନ୍ଧୁକ ଆଣିବାକୁ ଇଚ୍ଛୁକ ହେଲେ ଆଉ ତାଙ୍କ ଲୋକମାନଙ୍କୁ ପ୍ରସ୍ତୁତ କଲେ। 1 ପଦ ହେଲେ ଦାଉଦ ସେତେବେଳେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଥିଲେ, ମୁଁ ଯଦି ମୋର ସିଂହାସନ ପ୍ରାପ୍ତ ହେବି, ମୁଁ ଯଦି ପ୍ରଭୁ ଆଶୀର୍ବାଦ କରିବେ, ସେତେବେଳେ ହୁଏତ ମୁଁ ନିୟମ ସିନ୍ଧୁକକୁ ଫେରେଇ ଆଣିବି। ପ୍ରଭୁ ଧନ ଦେଲେ, ସମ୍ପତ୍ତି ଦେଲେ, ଜ୍ଞାନ ଦେଲେ, ବୁଦ୍ଧି ଦେଲେ, ସମସ୍ତ ବିଷୟରେ ଆଶୀର୍ବାଦ କଲେ। ତେବେ ଜେରୁସାଲେମକୁ ବର୍ତ୍ତମାନ ସେ ନିୟମ ସିନ୍ଧୁକ ଆଣିବା ପାଇଁ ପ୍ରସ୍ତୁତ ହେଲେ। ଆପଣର ସୈନ୍ୟ ଲୋକ ଦଳ ବଳ ଘେନି ଅଭିନାଦ ପାଖକୁ ଯାଉଛନ୍ତି ସେମାନେ ଆଣିବା ପାଇଁ ବୋଲିକି ଇଚ୍ଛା କରୁଛନ୍ତି। ଯେତେବେଳେ ଆଣିବା ପାଇଁ ଇଚ୍ଛା କଲେ, ରାସ୍ତାରେ ଆଉ ଅଭିନାଦବର ପୁଅକୁ ପ୍ରଭୁ ଆଘାତ କଲେ, ଉଷକୁ ପ୍ରଭୁ ଆଘାତ କଲେ। କାହିଁକି ଆଘାତ କଲେ ଆମେ ସମସ୍ତେ ଜାଣୁ। ସେ ନିୟମ ସିନ୍ଧୁକକୁ ଛୁଇଁଲେ, ତହିଁରେ ତାଙ୍କୁ ଆଘାତ କଲେ। ତା 10 ପଦରେ ଆମେ ଦେଖିବାକୁ ପାଉଛୁ ଦାଉଦ ଆଉ ଇଚ୍ଛା କଲେ ନାହିଁ ସଦାପ୍ରଭୁଙ୍କର ନିୟମ ସିନ୍ଧୁକ ଆଣିବା। ମନର ମତ, ପ୍ରଭୁ ପ୍ରିୟ, ଜଣେ ରାଜା, ଜଣେ ସୈନ୍ୟର ମାନଙ୍କର ସେନାପତି, କିନ୍ତୁ ଗୋଟେ ଛୋଟିଆ ଘଟଣା ଯେତେବେଳେ ହେଇଗଲା, ସେତେବେଳକୁ ଆଉ ସେ ନିୟମ ସିନ୍ଧୁକ ଆଣିବାକୁ ଇଚ୍ଛା କଲେ ନାହିଁ। ସେ ରାସ୍ତାରେ ରଖିଦେଲେ। ଓବେଦ ଏଦୋମଙ୍କ ଘର ପାଖରେ ତାହା ରହିଗଲା। ତେବେ ମୋର ଟପିକ ସେ ଦାଉଦଙ୍କ ବିଷୟ ନାହିଁ, ମୁଁ କହିବା ପାଇଁ ଚାହେଁ ଯେ ଓବେଦ ଏଦୋମଙ୍କ ପାଖକୁ ଯେତେବେଳେ ନିଆଗଲା, ଓବେଦ ଏଦୋମ ଦେଖିଲେ ତାଙ୍କ ପାଖରେ ନିୟମ ସିନ୍ଧୁକ ଯେତେବେଳେ ରଖାଗଲା, ସେ ମନା କରିପାରିଥାନ୍ତେ। ହି ଇଜ ଏ ମ୍ୟାନ ଅଫ ଗଡ, ସେ ଜଣେ ପ୍ରଭୁ ପ୍ରିୟ ଲୋକ ଥିଲେ। ତେଣୁ ଓବେଦ ଏଦୋମଙ୍କର କ୍ୱାଲିଟି କଥା ମୁଁ ଆପଣମାନଙ୍କୁ ଗୋଟେ ମିନିଟ କହିବା ପାଇଁ ଚାହେଁ। ସେ ଜଣେ ପ୍ରଭୁ ପ୍ରିୟ ଲୋକ ଥିଲେ। ସେଥିପାଇଁ ସେ ଜାଣିଥିଲେ ଉଷ ମରିଗଲା, ତଥାପି ସେ କହିଲେ ମୋର ମୃତ୍ୟୁ ହେଲେ ମଧ୍ୟ ମୁଁ ପ୍ରଭୁଙ୍କୁ ମୁଁ ଗ୍ରହଣ କରିବି। କୌଣସି ସର୍ତ୍ତରେ ମୁଁ ଈଶ୍ୱରଙ୍କୁ ତ୍ୟାଗ କରିବି ନାହିଁ, କୌଣସି ସର୍ତ୍ତରେ ମୁଁ ଆଶୀର୍ବାଦକୁ ହରଣ କରିବି ନାହିଁ। ଫାଷ୍ଟ ଜିନିଷ ତାଙ୍କର ସମର୍ପିତ ଜୀବନ ଦେଖୁଛୁ ଓବେଦ ଏଦୋମଙ୍କର। ପ୍ରଥମ ବ୍ୟକ୍ତି କଥା ଦେଖୁଛୁ, ନା ସମର୍ପିତ ଜୀବନ, ନା ପ୍ରଭୁ ପ୍ରିୟ ଜୀବନ। ଅଭିନାଦଙ୍କ ପାଖରେ କିଛି ନଥିଲା। ବାକି ଦ୍ୱିତୀୟ ବ୍ୟକ୍ତି କଥା ଦେଖୁଛୁ, ସେ ସମର୍ପିତ ଜୀବନ। ଯଦି ବା ଜଣେ ମରି ଯାଇଛନ୍ତି ଶଗଡ଼କୁ ଛୁଇଁଲା ପରେ, ଜଣେ ମରି ଯାଇଛନ୍ତି ସିନ୍ଧୁକକୁ ଛୁଇଁଲା ପରେ, କିନ୍ତୁ ତାଙ୍କୁ ଦେଖି ମଧ୍ୟ କୌଣସି ପ୍ରକାର ସେ ଭୟ କରୁନାହାନ୍ତି। ଦ୍ୱିତୀୟ କଥା, ସେ ଜଣେ ପ୍ରଭୁ ପ୍ରିୟକାରୀ, ଜଣେ ପ୍ରଭୁ ପ୍ରେମକାରୀ ଥିଲେ। ତାକୁ ସେ ଆନନ୍ଦରେ ଗ୍ରହଣ କଲେ, ରଖିଲେ। ପିଲାମାନଙ୍କୁ ସେ ଶିଖେଇଲେ। ନିୟମ ସିନ୍ଧୁକ ଯେତେବେଳେ ଘରେ ଥିଲା, ପ୍ରତିଦିନ ଧୂପ ଜଳେଇଲେ। ସେ ହୁଏତ ବେଶୀ ତାଙ୍କ କଥା ଲେଖା ଯାଇନାହିଁ, ଏ 2 ଜଣଙ୍କ କଥା ବି ବେଶୀ କିଛି ଲେଖା ଯାଇନାହିଁ। ଧୂପ ଜଳେଇଲେ ସିଏ, ଦୀପ ଜଳେଇଲେ ସିଏ, ପ୍ରାର୍ଥନା କଲେ ସିଏ, ପିଲାମାନଙ୍କୁ ଶିଖେଇଲେ, ସମର୍ପିତ ହେଲେ, ପ୍ରଭୁଙ୍କ ଠାରେ ରାତି ଦିନ ପ୍ରାର୍ଥନା କଲେ। ଜଣେ ପରମ୍ପରାଗତ ଖ୍ରୀଷ୍ଟିଆନକୁ ଆମେ ଦେଖୁଛୁ, ଯାହାଙ୍କ ଜୀବନରେ ସବୁ ଅଛି କିନ୍ତୁ ଈଶ୍ୱର ନାହାନ୍ତି। ଧନ ଅଛି, ସମ୍ପଦ ଅଛି, ନିୟମ ସିନ୍ଧୁକ ଅଛି, ଯାଜକ ମାନେ ଅଛନ୍ତି, ପୁନର୍ବାର ଫେରି ଆସିଛି, ପରିବର୍ତ୍ତନ ନାହିଁ। କିନ୍ତୁ ଜଣେ ନୂତନ ଖ୍ରୀଷ୍ଟିଆନ, ଜଣେ ନୂତନ ବ୍ୟକ୍ତିଙ୍କ ପାଖରେ ଦାଉଦ ରାଜା ରିକ୍ସ ନେବାକୁ ଉଠେଇଲେ ନାହିଁ। ଦାଉଦ ରାଜା ରିକ୍ସ ନେବାକୁ ଚାହିଁଲେ ନାହିଁ। ସେ କହିଲେ ହୁଏତ ମୁଁ ମରିଯିବି ବୋଲି ଭାବିଥିଲେ। ତେଣୁ ସେ ଜଣେ ନିରୀହ ଲୋକ ଘରେ ଛାଡିଦେଲେ। ଯୋସେଫସ୍ ବୋଲି ଜଣେ ଲୋକ ଥିଲେ ଯୀଶୁଙ୍କ ସମୟରେ, ସେ ଗୋଟେ ବହିରେ ଲେଖିଛନ୍ତି, ଏଇ ଯୋଉ ଆଉ ଇଦମ ଓବେଦ ଇଦମ ହଉଛନ୍ତି ଜଣେ ନିରୀହ ଗରିବ ଲୋକ ଥିଲେ ବୋଲି ତାଙ୍କ ବହିରେ ଲେଖନ୍ତି। ମୁଁ ପଢୁଥିଲି, ଏ ଗରିବ ଲୋକ ପାଖରେ ଦାଉଦ ଛାଡି ଦେଇଛନ୍ତି। ତାଙ୍କୁ ଭୟ ଅଛି ମରଣ। ତେବେ ଗରିବ ଲୋକ ହେଇ ସୁଦ୍ଧା ସେ ରିକ୍ସ ନେଲେ। ମିନିଷ୍ଟ୍ରିରେ, ସେବା କାର୍ଯ୍ୟରେ, ପ୍ରଭୁ ପ୍ରିୟତାରେ ରିକ୍ସ ଉଠେଇବାକୁ ପଡିବ। ଯେତେବେଳେ ସେ ରିକ୍ସ ନେଲେ, ସେତେବେଳେ ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। ସେ ତାଙ୍କ ପିଲାମାନଙ୍କୁ ଶିଖେଇଲେ। ପ୍ରଥମ ବଂଶାବଳୀ 26ର 4 ପଦକୁ ଯଦି ଆମେ ପାଠ କରିବା, କେହି ଜଣେ ପାଠ କରନ୍ତୁ ପ୍ଲିଜ।
4 ଆଉ 8 ଦୁଇଟା ପଦ ସବୁ ପାଠ କରନ୍ତୁ। ପୁଣି ଅବେଦ ଇଦମର ପୁତ୍ର ଥିଲେ ପ୍ରଥମ ଜାତ ସମୟ, ଦ୍ୱିତୀୟ ଜିହୋଶାବତ, ତୃତୀୟ ଜହାୟ, ଚତୁର୍ଥ ସାଖର ଓ ପଞ୍ଚମ ନଥନେଲ, ଷଷ୍ଠ ପାଠ ଅମିଏଲ, କରନ୍ତୁ। ସପ୍ତମ ଇସାଖର, ଅଷ୍ଟମ ପିଉଲୁତ, କାରଣ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ। ମଧ୍ୟ ପାଠ ତାହାର କରନ୍ତୁ। ପୁତ୍ର 8 ପଦ ମଧ୍ୟ ପଢନ୍ତୁ। ପୁଣି ମଧ୍ୟ ତାହାର ପୁତ୍ର ସମୟର ପୁତ୍ର ଜାତ ହେଲେ। ସେମାନେ ଆପଣାମାନଙ୍କ ପିତୃବଂଶରେ କର୍ତ୍ତୃତ୍ୱ କଲେ, କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ। ସମୟର ପୁତ୍ର ଅତନି, ରଫାଏଲ ଓ ଅବେଦ, ଇଲିସାବତ ଏମାନଙ୍କ ଭ୍ରାତା ଇଲିହୁ ଓ ସମକ୍ଷୀୟ ପରାକ୍ରାନ୍ତ ଲୋକ ଥିଲେ। ଏ ସମସ୍ତେ ଅବେଦ ଇଦମର ସନ୍ତାନ। ଏମାନେ ଓ ଏମାନଙ୍କ ପୁତ୍ର ଓ ଭାତୃଗଣ ସେବା କାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ। ଅବେଦ ଇଦମ ବଂଶଜାତ 62 ଜଣ। ବାସ୍, ବହୁତ ଧନ୍ୟବାଦ ମା, ଥ୍ୟାଙ୍କ ୟୁ। ତେବେ ଆମେ ଦେଖୁଛୁ ଏଇ ଅବଦିତମ ଯେତେବେଳେ ତାଙ୍କ ଘରକୁ ସିନ୍ଧୁକ ଆସିଲା, ତାଙ୍କ ପିଲାମାନଙ୍କୁ ଶିଖେଇଲେ ପ୍ରଭୁ ଭୟ। ଯେତେବେଳେ ତାଙ୍କ ପିଲାମାନଙ୍କୁ ଶିଖେଇଲେ, ତାଙ୍କ ପିଲାମାନେ ଶିଖିଲେ, ସେମାନେ ନିତ୍ୟ ସେବା କଲେ। ତା ରିୱାର୍ଡ ସ୍ୱରୂପ ଦାଉଦ ତାଙ୍କ ମନ୍ଦିରରେ ସେମାନଙ୍କୁ 2 ପଦ ଦେଇଥିଲେ। ଗୋଟିଏ ହଉଛନ୍ତି ସେମାନେ ମନ୍ଦିରର ରକ୍ଷକ ହେଇପାରିବେ, ଦ୍ୱିତୀୟ ସେମାନେ ଉପାସନା ସଙ୍ଗୀତ ଦଳର ଗୋଟେ ସଭ୍ୟ ହେଇକରି ରହିଥିଲେ। କେହି ପଚାରୁନଥିଲେ, ତାଙ୍କର ଲିଷ୍ଟ କିଛି ନଥିଲା, କେବଳ ରିକ୍ସ ନେଲେ, ପ୍ରଭୁ ପ୍ରିୟ ହେଲେ, ପିଲାମାନଙ୍କୁ ଶିଖେଇଲେ। ସେଥିପାଇଁ ପରମେଶ୍ୱର ତାଙ୍କୁ ଆଶୀର୍ବାଦ କଲେ। ହୁଏତ ସେ ଦରିଦ୍ର ହେଇଥାଇ ପାରନ୍ତି, ସେ ଉଚ୍ଚ ଲୋକ ନଥିଲେ, କିନ୍ତୁ ପରମେଶ୍ୱର ଦରିଦ୍ର ଲୋକକୁ ଆଶୀର୍ବାଦ କଲେ। ଆମେ ଯେତେବେଳେ ସମର୍ପିତ ଜୀବନ କାଟୁ, ପରମେଶ୍ୱର ଆମମାନଙ୍କ ଘର ଦେଖନ୍ତି ନାହିଁ, ଆମମାନଙ୍କର ଷ୍ଟାଟସକୁ ଦେଖନ୍ତି ନାହିଁ, ଆମମାନଙ୍କର ପୋଜିସନକୁ ଦେଖନ୍ତି ନାହିଁ, ଏଇ ଆମମାନଙ୍କର ମନକୁ ସେ ଦେଖନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ସନ୍ଧ୍ୟା ବେଳେ ଏଇ କଥା କହିବା ମୁଁ ଚାହେଁ। ଅବେଦ ଇଦମ ଜଣେ ସମର୍ପିତ ଥିଲେ। ଅବେଦର ଅର୍ଥ ହଉଛି ହିବ୍ରୁ ଭାଷାରେ ସାର୍ଭେଣ୍ଟ, ଦାସ। ଇଦମ ରହୁଛି ରକ୍ତ, ଜଣେ ରକ୍ତର ସେବକ ବୋଲିକରି ତାଙ୍କୁ କୁହାଯାଏ। ତେବେ ସେ ଈଶ୍ୱରଙ୍କ କାର୍ଯ୍ୟକୁ, ଈଶ୍ୱରଙ୍କ ଉପସ୍ଥିତିକୁ ମୋଲେ ମରିବି ପଛେ ମୁଁ ତାକୁ ଗ୍ରହଣ କରିବି ବୋଲି ତାକୁ ସେ ଗ୍ରହଣ କଲେ। ତେବେ ସମର୍ପିତ ଜୀବନ ଈଶ୍ୱର ପରାୟଣତା ଆଣି ଦେଇଥାଏ। ସମର୍ପିତ ଜୀବନ ସମସ୍ତ ଆଶୀର୍ବାଦ ଆଣି ଦେଇଥାଏ। ବିଶେଷ କରି ସେ 11 ପଦରେ ଆମେ ଯେତେବେଳେ ଦେଖୁଛୁ, ସେ ଯେତେବେଳେ ସମର୍ପିତ ହେଇଗଲେ, ମାତ୍ର 3 ମାସରେ ସଦାପ୍ରଭୁ ଏଇ ପ୍ରକାର ଆଶୀର୍ବାଦ କଲେ। ଲେଖାଯାଏ, ତାଙ୍କର ସକଳ ଅବସ୍ଥାକୁ ସେ ପରିବର୍ତ୍ତନ କରିଦେଲେ। କୌଣସି ଆଉ ତାଙ୍କର ନାମ ଲେଖାଯାଏନି, ସେ ଲେଖାଯାଏ ସର୍ବ ପ୍ରକାର ଅବସ୍ଥାକୁ ସେ ପରିବର୍ତ୍ତନ କଲେ। ତାଙ୍କ ଖାଦ୍ୟକୁ ପରିବର୍ତ୍ତନ କଲେ, ତାଙ୍କ ବସ୍ତ୍ରକୁ ପରିବର୍ତ୍ତନ କଲେ, ତାଙ୍କ ଚାଷକୁ ପରିବର୍ତ୍ତନ କଲେ, ତାଙ୍କ ପଶୁ ପକ୍ଷୀକୁ ପରିବର୍ତ୍ତନ କଲେ। ପରମେଶ୍ୱର ତାଙ୍କୁ ପ୍ରଚୁର ଆଶୀର୍ବାଦ କଲେ। ଆମେ ଜଣେ ବ୍ୟକ୍ତିଙ୍କର କଥା ଦେଖିଲୁ, ଯାହାଙ୍କ ଜୀବନରେ ସବୁ ଦେଇଥିଲେ, କିନ୍ତୁ ଈଶ୍ୱର ପରାୟଣତା ନଥିଲା। ଆଉ ଜଣେ ବ୍ୟକ୍ତିଙ୍କର କଥା ଦେଖୁଛୁ, ଯାହାଙ୍କ ଜୀବନରେ କିଛି ନଥିଲା, କିନ୍ତୁ ଯେତେବେଳେ ସେ ଈଶ୍ୱରଙ୍କର ଆଦେଶ ଅନୁସାରେ ଈଶ୍ୱରଙ୍କର ଉପସ୍ଥିତିକୁ ରଖିଲେ, ସେତେବେଳେ ସେ ଆଶୀର୍ବାଦ ପ୍ରାପ୍ତ ହେଲେ। ତେବେ ଆପଣ ଯଦି ତଳକୁ ପଢିବେ, ଦେଖିବେ ଯେ ଯୋଉ ଦାଉଦ ଏ ନିୟମ ସିନ୍ଧୁକକୁ ନେବାକୁ ମନା କରୁଥିଲେ, ସେ ଦେଖିଲେ ଅବେଦ ଇଦମଙ୍କର 3 ମାସ ଭିତରେ ସବୁ ଜିନିଷ ପରିବର୍ତ୍ତନ। ସେତେବେଳେ ତାକୁ ସେ ଆଉ ଥରେ ନିୟମ ସିନ୍ଧୁକ ଆଣିବା ପାଇଁ ମନକୁ ବଳାଇଲେ। ତେବେ ମୁଁ କହିବାର କଥା ହଉଛି, ଆମେ ଯେତେବେଳେ ପ୍ରଭୁ ପ୍ରିୟ ହଉ, ଆମମାନଙ୍କର ବିଶ୍ୱାସରେ ଆମେ ଆଗକୁ ଗତି କରୁ, ପ୍ରକୃତ ମନ ଫେରୁ, ପ୍ରକୃତ ଈଶ୍ୱରଙ୍କ ନିକଟବର୍ତ୍ତୀ ହଉ, ସେତେବେଳେ ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରେ। ତ 2 ପ୍ରକାର ବିଶ୍ୱାସ କଥା ମୁଁ ଆପଣମାନଙ୍କୁ କହିଲି। ପ୍ରଥମ କଥା ହଉଛି ଟ୍ରାଡିସନାଲ ବିଲିଫ, ଦ୍ୱିତୀୟ କଥା ହଉଛି ରିଏଲି ବିଲିଫ। ଯୋଉମାନେ ଆଉ ପ୍ରଥମ କଥା ଆମେ ଦେଖୁଛୁ ଯେ ପ୍ରଥମ ବ୍ୟକ୍ତି ଏକ ପରମ୍ପରାକୁ ବିଶ୍ୱାସ କରୁଥିଲେ, ପରମ୍ପରା ଅନୁସାରେ ପିଢି ରଖିଥିଲେ, ପରମ୍ପରା ଅନୁସାରେ ଲୋକମାନଙ୍କ ସାଙ୍ଗେ ଯୋଗାଯୋଗ କରୁଥିଲେ, ପରମ୍ପରା ଅନୁସାରେ ସେ ପ୍ରାର୍ଥନା କରୁଥିଲେ। ଦ୍ୱିତୀୟ ବ୍ୟକ୍ତି ପ୍ରକୃତ ଭାବେ ଯେତେବେଳେ ସେମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଲେ,
ଈଶ୍ୱରଙ୍କର ସବୁ ଆଶୀର୍ବାଦ ତାଙ୍କ ଉପରେ ଆସିକରି ବର୍ତ୍ତିଲା। ତେବେ ଆଜି ଆମମାନଙ୍କର ବିଶ୍ୱାସ କି ପ୍ରକାର ଅଟେ? ଆମମାନଙ୍କର ବିଶ୍ୱାସ ନା ପରମ୍ପରା ନା ପ୍ରକୃତ ଆମମାନେ ପରିବର୍ତ୍ତିତ ହେବାର ଆବଶ୍ୟକ ଅଟେ। ହୁଏତ ରାଜା ଇଚ୍ଛା କଲେ ନାହିଁ, ରାଜା ମନା କଲେ, ମୃତ୍ୟୁକୁ ଭୟ କଲେ, ତାଙ୍କର ସୈନ୍ୟ ସକଳ ମୃତ୍ୟୁକୁ ଭୟ କଲେ, ହୁଏତ ତାଙ୍କର ଯେ ମନ୍ତ୍ରଣା କରୁଥିଲେ, ମନ୍ତ୍ର ଦଉଥିଲେ, ପରାମର୍ଶଦାତା ଭୟ କଲେ, ମାତ୍ର ଓବେଦ ଇଦମ ସେ କୌଣସି ପ୍ରକାର କୌଣସି ବିଷୟକୁ ଭୟ କଲେ ନାହିଁ। ମୃତ୍ୟୁ ପଛେ ଆସୁ, ମୁଁ ସମର୍ପିତ ଅଟେ ଈଶ୍ୱରଙ୍କ ପାଇଁ। ସେଥିପାଇଁ ସେ ଆଶୀର୍ବାଦ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନଙ୍କର ସମର୍ପିତ ଜୀବନ ଆମମାନଙ୍କୁ ଆଶୀର୍ବାଦ ଆଣିଦେବ। ଖାଲି ଆମମାନଙ୍କୁ ନାହିଁ, ଆପଣ ବାଇବେଲରେ ଯଦି ପଢିବେ ବଂଶାବଳୀକୁ, ଯେବେ ତାଙ୍କ ପିଲାମାନେ, ତାଙ୍କର ଗ୍ରାଣ୍ଡସନ୍ ମାନେ, ତାଙ୍କ ନାତି ମାନେ ସବୁ ଆଶୀର୍ବାଦ ପ୍ରାପ୍ତ ହେଇଥିଲେ ଜଣେ ବ୍ୟକ୍ତି ଦ୍ଵାରା। ଯଦି ଆପଣ ମୁଁ ଆଜି ସମର୍ପିତ ହେଲେ, ଆମେ ନଉ, ଆମ ପିଲାମାନେ, ଆମ ବଂଶଧର, ଆମ ଗାଁର ଲୋକ ସମସ୍ତେ ଆଶୀର୍ବାଦ ପାଇବେ। ପ୍ରଭୁ ସେମାନଙ୍କ ପ୍ରତି ଅନୁଗ୍ରହ କରିଥିଲେ। ସମର୍ପିତ ଜୀବନ ଆବଶ୍ୟକ। ପାରମ୍ପରିକ କୌଣସି ଜିନିଷ, ଆପଣ ଖ୍ରୀଷ୍ଟିଆନ ଘରେ ଜନ୍ମ ହେଲେ ସ୍ୱର୍ଗକୁ ଯାଇପାରିବେ ନାହିଁ। ଆପଣ ଖ୍ରୀଷ୍ଟିଆନ ଘରେ ଜନ୍ମ ହେଲେ କୌଣସି ପ୍ରକାର ଆପଣ ଆଶୀର୍ବାଦ ପ୍ରାପ୍ତ ହେବେ ନାହିଁ। ପ୍ରକୃତ ସମର୍ପିତ ଜୀବନ କାଟିଲେ ପ୍ରଭୁ ଆଶୀର୍ବାଦ କଲେ। ସେଥିପାଇଁ ପେଣ୍ଟିକଷ୍ଟାଲ ଲୋକମାନେ ବେଳେ ବେଳେ କହନ୍ତି, କେବେ ପ୍ରଭୁଙ୍କୁ ଜାଣିଲ? ଆଜିକାଲି ତ ଆମେ ସମସ୍ତେ କହୁଛୁ, କେବେ ଜାଣିଲ? ବୋର୍ନ ଅଗେନ୍ କେବେ ହେଲା? କେବେ ଯୀଶୁ ତୁମକୁ ଛୁଇଁଲେ? କେବେ ତୁମେ ପରିତ୍ରାଣ ପାଇଲ? ପ୍ରକୃତ ପରିତ୍ରାଣ ତାହା ଈଶ୍ୱରୀୟ ସନ୍ତୋଷଜନକ ବିଷୟ ଅଟେ। ପ୍ରଭୁ ଆଶୀର୍ବାଦ କରନ୍ତୁ ଆମମାନଙ୍କୁ। ଓବେଦ ଏଦୋମ ପରି ବିଶ୍ୱାସ ଦ୍ଵାରା ଆମମାନଙ୍କୁ ବଢାନ୍ତୁ। ଈଶ୍ୱର ପ୍ରିୟ ହୋଇ ପ୍ରକୃତରେ ଜଣେ ଉତ୍ତମ ସେବକର ଜୀବନ କାଟିବା ପାଇଁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ବହୁତ ବହୁତ ଧନ୍ୟବାଦ ଲିମା ସାର୍।